ସକାଳ ତରତରରେ କ'ଣ ବନେଇବେ ବୋଲି ଭାବୁଛନ୍ତି? ପିଲାମାନଙ୍କ ପାଇଁ ଆଜି ବନେଇବା କେବଳ ଗୋଟେ କୋରା ଆଳୁ କପ୍ରେ ବହୁତ ବଢ଼ିଆ ରେସିପିଟେ ହେବ। ନମସ୍କାର, କୁକ୍ ୱିଥ୍ ମୂର୍ଚ୍ଛା ଚ୍ୟାନେଲକୁ ବହୁତ ବହୁତ ସ୍ୱାଗତ। ତ ଏଇଠି ଦେଖନ୍ତୁ, ଗୋଟେ ଆଳୁକୁ ଗ୍ରେଟର କରିକି ତାକୁ ଭଲ ଭାବରେ ଧୋଇକି ତାକୁ ନେଇଯାଇଛି। ବହୁତ ବଢ଼ିଆ ହେଲ୍ଦି ରେସିପି, ନିଶ୍ଚୟ ଏମିତି ବନାନ୍ତୁ, ପିଲାମାନଙ୍କୁ ଦିଅନ୍ତୁ। ଏଇଠି ଦେଖନ୍ତୁ, ମୁଁ ଗୋଟେ ଗାଜରକୁ ତାକୁ ଗ୍ରେଟର କରିକି ନେଇଛି। ଆଉ ବିଲାତି, ବଡ଼ ବିଲାତିରୁ ଖଣ୍ଡେ ତାକୁ ବି କାଟିକି ନେଇଛି। ଖାଲି ପିଲାମାନେ କାହିଁ, ବଡ଼ମାନଙ୍କର ବି ଏଇଟା ବହୁତ ପସନ୍ଦ। ତାପରେ ଏଇଠି ଦେଖନ୍ତୁ, କିଛି କଞ୍ଚା ଲଙ୍କା ଆଉ କିଛି ଅଦାକୁ ଏମିତି କରିକି ନେଇଛି। ଆଉ ଛୋଟ ପିଲାମାନେ ଯଦି ଖାଉଛନ୍ତି, ଲଙ୍କା ଆପଣଙ୍କ ହିସାବରେ ନେବେ। ତାପରେ ଏଇଠି ମୁଁ କିଛି ଭେସୁଙ୍ଗା ପତ୍ର ତାକୁ ଛୋଟ ଛୋଟ କରିକି ପକାଇ ନେଲି। ତ ଆପଣଙ୍କ ପାଖରେ ଧନିଆ ପତ୍ର ଥିବ ଯଦି ଧନିଆ ପତ୍ର ବି ପକାଇଦେବେ। ତାପରେ ଏଥିରେ ଅଳ୍ପ ଟିକେ ଜିରା ନେବା, ଜୁଆଣି ଥିବ ଯଦି ଅଳ୍ପ ଟିକେ ଜୁଆଣି ପକାଇଦେବେ, ବହୁତ ବଢ଼ିଆ ରହିବ, ବାସ୍ନା ବି ହେବ ଆଉ ଟେଷ୍ଟ ବି ଆସିବ। ତ ଆକୁ ଟିକେ ଆଗ ଗୋଳେଇ ନେବା। ତାପରେ ଏଥିରେ ଦେବା ସୁଜି। ଦେଖନ୍ତୁ, ଏଇ ଛୋଟ ଗ୍ଲାସରେ ମୁଁ ଗୋଟେ ଗ୍ଲାସ ନେଇଛି ସୁଜି। ଆପଣଙ୍କ ହିସାବରେ ଆପଣ ନେବେ, ଯଦି ବହୁତ ବନାଉଛନ୍ତି ତ ସେମିତି ପରିବାପତ୍ର ବେଶୀ ନେବେ, ତାପରେ ସୁଜି ବି ବେଶୀ ନେବେ। ଆଉ ତାପରେ ଏଠି ମୁଁ ବେସନ ନେଇଛି। ଦେଖନ୍ତୁ, ସେଇ ଯେଉଁଥିରେ ସୁଜି ନେଇଛି ଗୋଟେ ଗ୍ଲାସ, ତାପରେ ଅଧ ଗ୍ଲାସ ମୁଁ ବେସନ ନେଲି। ତ ତାକୁ ପକାଇଦେବା ଆଉ ଲୁଣ ଟିକେ ଦେବା। ଏଠି ଦେଖନ୍ତୁ, ମୁଁ କଳା ଲୁଣ ନେଉଛି। କଳା ଲୁଣ ପୁରା ପରିବା ପତ୍ର ପଡ଼ିଛି, ସେଥିରେ ଟିକେ ଦେଖିକିରି ଲୁଣ ନେବେ। ବେଶୀ ଲୁଣ ବି ଲୁଣିଆ ହେଇଯିବ, ତ ଆପଣ ଦେଖିକି ଲୁଣ ନେବେ ସ୍ୱାଦ ଅନୁଯାୟୀ। ତାକୁ ଦେଇକି ଭଲ ଭାବରେ ଆମେ ମିଶାଇ ନେବା। ଆଉ ପିଲାମାନଙ୍କୁ ଟିଫିନରେ ଦେବାକୁ ବହୁତ ବଢ଼ିଆ ହେବ। ଯଦି ଆକୁ ଗୋଟେ ଦୁଇଟା ଏମିତି ଛୋଟ ଛୋଟ କରିକି ବନେଇଦେବେ, ଟିଫିନରେ ଦେଇଦେବେ, ପିଲାମାନେ ଆରାମରେ ଖୁସିରେ ଖାଇଦେବେ। ବିଲକୁଲ ତରକାରୀ ପତ୍ର ବି ଦରକାର ନାହିଁ। ତ ଏଇ ଗ୍ଲାସରେ ମୁଁ ସୁଜି ନେଇଥିଲି, ଏଇ ଗ୍ଲାସରେ ଅଧ ଗ୍ଲାସ ପାଖାପାଖି ମୁଁ ପାଣି ନେଲି। ଅଳ୍ପ ଟିକେ ଟିକେ ଏମିତି ଦେଇକି ତାକୁ ଏମିତି ଗୋଳେଇବା, ବେଶୀ ପାଣି ଦେବାନି। ତ ଦର୍ଶକ ବନ୍ଧୁ, ଅନୁରୋଧ ରହିଲା, ଚ୍ୟାନେଲରେ ଯଦି ନୂଆ ଅଛନ୍ତି ପ୍ଲିଜ୍ ସବସ୍କ୍ରାଇବ୍ କରିନିଅନ୍ତୁ। ଆଉ କେଉଁଠି ଦେଖୁଛନ୍ତି ନିଶ୍ଚୟ କମେଣ୍ଟରେ ଜଣାନ୍ତୁ। ଆଉ ଏଇ ଜିନିଷରେ ବେଶୀ ତେଲ ଦରକାର ନାହିଁ। ଆମ ହିସାବରେ ଆମେ ତେଲ ପକାଇ ପାରିବା, କମ୍ ପକାଇ ପାରିବା, ବେଶୀ ଟିକେ ପକାଇ ପାରିବା, କିନ୍ତୁ ଅଳ୍ପ ତେଲରେ ଏଇଟା ହେଇଯିବ। ତ ଆକୁ ଘୋଡ଼ି ଦେବା, 5 ମିନିଟ୍ ପାଖାପାଖି ଆକୁ ରେଷ୍ଟ ଦେଇଦେବା। ତାପରେ ଟିକେ ସୁଜିଟା ଫୁଲିଯିବ। ତାପରେ ଦେଖନ୍ତୁ, ଏଇଠି ଫୁଲି ଯାଇଛି, ଆଉ ଟିକେ ଶୁଖିଲା ଶୁଖିଲା ହେଇଯାଇଛି। ତାକୁ ପୁଣି ଆମେ ଯଦି ଦରକାର ହେବ ଟିକେ ପାଣି ଦେବା, ନହେଲେ ନାହିଁ। ଟିକେ ଦେଖନ୍ତୁ, ଲେମ୍ବୁ ପକାଇଦେବା। ଅଳ୍ପ ଟିକେ ଚେନେ, ମୁଁ ଏଇଠି ଲେମ୍ବୁ ନେଇଛି। ମୋର ଏଇଠି ଅଳ୍ପ ଜିନିଷଟା ନା, ସେଥିପାଇଁ ମୁଁ ଚେନେ ଲେମ୍ବୁ ନେଇଛି। ତ ଆଉ ଟିକେ ବେଶୀ ହେଲେ ଆଉ ଫାଳେ ଲେମ୍ବୁ ନେବେ, ଚଟପଟା ଲାଗିବ, ବହୁତ ବଢ଼ିଆ ଲାଗିବ। ତାପରେ ଏଇଠି ଦେଇଦେବା ଜୁଆଣି। ଦେଖନ୍ତୁ, ମୁଁ ଦେଇଦେଲି, ମାନେ ପୁରା 2 ଇଞ୍ଚ ଖଣ୍ଡେ ଆମେ ଜୁଆଣି ଦେଲେ ଯେ ଜୁଆଣିଟା ବଢ଼ିଆ ବାସ୍ନା, ମାନେ ଖାଇଲା ବେଳକୁ ପାଟିକି ବହୁତ ବଢ଼ିଆ ବାସ୍ନା ହେବ, ଭଲ ଲାଗିବ। ତାପରେ ଏଠି ଦେବା ଟିକେ ସୋଡ଼ା। ଯଦି ଆପଣ ଚାହୁଁଛନ୍ତି ସୋଡ଼ା ଦେବେ, ନହେଲେ ସୋଡ଼ା ନ ଦେଲେ ବି ଚଳିବ। ତ ମୁଁ ଏଇଠି ଅଳ୍ପ ଟିକେ ସୋଡ଼ା ଦେଲି, ଖାଇବା ସୋଡ଼ା। ଯେହେତୁ ଆମେ ସାଙ୍ଗେ ସାଙ୍ଗେ ବନାଉଛେ, ସୁଜିଟା କାଳେ ଟାଣ ଲାଗିବ, ସେଥିପାଇଁ ମୁଁ ଟିକେ ସୋଡ଼ା ଦେଇଦେଲି। ଆକୁ ଭଲ ଭାବରେ ପୁଣି ଦେଖନ୍ତୁ ମିଶାଇ ନେଲି, ଆଉ ଅଳ୍ପ ଟିକେ ପାଣି ଦେଲି। ଆଉ ବେଶୀ ଶୁଖିଲା ହେଇଯାଇଥିଲା ନା, ଟିକେ ପାଣି ଦେଲେ ତ ସେ ପୁରା ନରମ ନରମ ଭଳି ହେବ। ଆଉ ବେଶୀ ପାଣି ଦେଇଦେଲେ ପାଣିଆ ହେଇଯିବ, ବେଶୀ ନରମ ହେବ, ପିଠା ଉଠିବନି। ତାପରେ ଯେକୌଣସି ତାୱା ବସାଇ ନେବା, ତେଲ ପକାଇବା। ମୁଁ ଏଇଠି ସୋରିଷ ତେଲ ନେଇଛି, ଆପଣ ରିଫାଇନ୍ ତେଲ ପକାଇ ପାରିବେ, ଘିଅ ବି ଦେଇପାରିବେ। ତ ଦେଖନ୍ତୁ, କେତେ ଅଳ୍ପ ତେଲ ଆଗ ଦେଲି। ତାପରେ ଏଇଠି ଆମେ ପିଆଜ ପକାଇବା, ସୋରିଷ ଫୁଟଣ ଆମେ ଟିକେ ପକାଇଦେବା। ସୋରିଷଟା ପକାଇଲେ ଭଲ ଲାଗିବ। ଯଦି ଆପଣଙ୍କ ପାଖରେ ଖସା ଥିବ, ଏଇଠି ଖସା ପକାଇ ପାରିବେ। ତ ଦେଖନ୍ତୁ, ଏଇଠି ମୁଁ ସୋରିଷ ପକାଇଲି। ସୋରିଷଟା ଫୁଟିଲା ଯେମିତି, ମୁଁ କିଛି କଟା ପିଆଜ ରଖିଛି, ଆକୁ ପକାଇଲି। ତ ଆପଣ ଯଦି ଚାହିଁବେ କଟା ପିଆଜକୁ ସେ ପରିବା ସହିତ ଗୋଳେଇ ଦେବେ, ନହେଲେ ଏମିତି ଦେଇଦେବେ। ଏମିତି ଦେଇଦେଲେ କ'ଣ ହେବ ନା, ପିଆଜର ଟିକେ ବାସ୍ନାଟା ପଳେଇ ଆସିବ, ଆଉ ପିଠାଟା ବହୁତ ବଢ଼ିଆ ଲାଗିବ। ଆଉ ଏମିତି ଟିକେ ପିଆଜକୁ ଚାରିଆଡ଼େ ଖେଳେଇଦେବା, କାରଣ ଆମେ ଯେଉଁ ସାଇଜ୍ରେ ପକାଇବା ପିଠାଟା, ସେଇ ସାଇଜ୍ ଯାକେ ସବୁଆଡ଼େ ଯେମିତି ପିଆଜଟା ରହିବ। ତ ଏମିତି ଓଜାଡ଼ି ନେବେ। ତାପରେ ଏମିତି ଚାମଚରେ ଚାରିଆଡ଼େ ଖେଳେଇ ଦେବେ, ସାଇଜ୍ କରିନେବେ। ସାଇଜ୍ କରିଦେଲେ ପିଠାଟା କ'ଣ ହେବ ନା, ବଢ଼ିଆ ଦେଖାଯିବ, ଆଉ ଉଠିବ ଭଲ। ଯେତେବେଳେ ଆମେ ପିଠା ଖରିକାରେ ଉଠାଇବା, ଭଲ ସାଇଜ୍ ହେଇକି ଉଠିବ। ଏତିକି ବେଳେ ଆମେ ଗ୍ୟାସ୍ର ଫ୍ଲେମ୍କୁ ହାଇ କରିଥିବା। ଯେତେବେଳେ ପକାଇ ସାରିବା, ଗ୍ୟାସ୍ର ଫ୍ଲେମ୍କୁ ପୁଣି ଲୋ କରିନେବା। ଦେଖନ୍ତୁ, ମୁଁ ଏଠି ସାଇଜ୍ କରିଦେଲି। ଆଉ ଗ୍ୟାସ୍ର ଫ୍ଲେମ୍ ଏବେ ସାଙ୍ଗେ ସାଙ୍ଗେ ଲୋ କରିଦେବା, ନହେଲେ ପୋଡ଼ିଯିବ ତଳ। ତାପରେ ଆମେ ଘୋଡ଼େଇ ଦେବା ଆକୁ ମାତ୍ର 2-3 ମିନିଟ୍ ପାଖାପାଖି ଆକୁ ଘୋଡ଼େଇବା। ଘୋଡ଼େଇ ସାରିଲା ପରେ ପୁଣି ତାକୁ ନଉଟେଇବା। ଦେଖିକି ଆପଣ କେତେ ମୋଟାରେ ଦେଇଥିବେ, ସେତିକି ଦେଖିକି ଆପଣ ଏମିତି, ବେଶୀ ମୋଟା ବି ଦେବେନି। ଏମିତି ଦେଖନ୍ତୁ, ଏତିକି ସାଇଜ୍ର ଯଦି ଆମେ ପିଠାଟା ଦେବା,
2-3 ମିନିଟ୍ ପାଖାପାଖି ଆମେ ତାକୁ ଘୋରେଇକି ପୁଣି ବାହାର କରିକି ଆଉ ଟିକେ ତେଲ ବୁଲେଇ ଦେବା। ତାପରେ ଆଉ ଟିକେ ଘୋରେଇ ଦେବା, ଆଉ 1 ମିନିଟ୍ ପାଖାପାଖି ଏମିତି ଘୋରେଇ ଦେବା। ତାପରେ ଆମର ପିଠାଟା ହେଇଯିବ। ଆଉ ଗ୍ୟାସ୍ର ଫ୍ଲେମ୍କୁ ଟିକେ ହାଇ କରିବା, ପୁଣି ଟିକେ ଲୋ କରିଦେବା ଏମିତି। ଏବେ ପୁଣି ଘୋଡ଼ଣୀକୁ କାଢ଼ିଲି, ଗ୍ୟାସ୍ର ଫ୍ଲେମ୍କୁ ପୁଣି ଲୋ ଟୁ ମିଡ଼ିୟମ୍ ରଖିକି ପୁଣି ଟିକେ ନଉଟେଇବା। ଦେଖନ୍ତୁ ପିଠା ଏଠି ଆମର ପୁରା ହେଇଗଲାଣି। ଆଉ ଟିକେ ସମୟ ଆକୁ ରଖିବା, 1-2 ମିନିଟ୍ ପାଖାପାଖି ଆକୁ ରଖିବା। ଦେଖନ୍ତୁ ମାନେ 5-7 ମିନିଟ୍ ଭିତରେ ଏ ପିଠାଟି ହେଇଯିବ। ଆଳୁ ବି ସିଝି ଯାଇଥିବ, ଆଉ ଗାଜର ବି ସେଥିରେ ସିଝି ଯାଇଥିବ। 5 ମିନିଟ୍ ପାଖାପାଖି ହେଲାଣି, ଲୋ ଫ୍ଲେମ୍ରେ ସିଝିଯିବନି ନା, ତ ସିଝିଯିବ। ବଢ଼ିଆ ପିଠାଟା ଦେଖନ୍ତୁ କେତେ ସୁନ୍ଦର ବି ଲାଗିବ। ଆଉ ଖାଇବାକୁ ସକାଳୁ ଯଦି ଆକୁ 2ଟା ଖାଇଦେବେ, ଏମିତି ପତଳା ପତଳା 2ଟା ଖାଇଦେବେ, ପେଟ ଫୁଲ୍। ତ ଏବେ ଆକୁ ପ୍ଲେଟ୍କୁ ବାହାର କରିନେବା। ଏମିତିକିରି ଆଉ ଗୋଟେ ବି ମୁଁ ତିଆରି କରିଛି, 2ଟା ହେଇଛି ଏଇ ପରିବା ପିଠା। ଦେଖନ୍ତୁ ଯଦି ସକାଳୁ ଏଇ ପରିବା ପିଠା 2ଟା ଖାଇଦେବେ ନା, ପୁରା ହେଲ୍ଦି ରହିବ, ପେଟ ଫୁଲ୍ ହେବ, ମନ ଶାନ୍ତି ହେବ। ପିଲାମାନଙ୍କୁ ଦେଇଦେବେ ଯଦି ଆଉ ଚିନ୍ତା ନାହିଁ, ପୁରା ଦିନ ଗୋଟାଏ ଯାକେ ସେମାନେ ଆକୁ ଖାଇକି ରହିଯିବେ। ଆଉ ଆ ସହିତ ଦେଖନ୍ତୁ ଟମାଟୋ ସସ୍ କିଛି ନେଇଛି, ଖାଇବାକୁ ବି ପିଲାମାନେ ବହୁତ ଖୁସିରେ ଖୁସିରେ ଖାଇଦେବେ ଏଇ ଟମାଟୋ ସସ୍ ଲଗେଇ। ଆଉ ନଡ଼ିଆ ଚଟଣି ବି କରିପାରିବେ, ଯେକୌଣସି ଚଟଣି ବି କରିକି ଆ ସହିତ ଖାଇପାରିବେ, ନହେଲେ ଖାଲି ବି ଖାଇପାରିବେ। ଆଜିର ରେସିପି ଯଦି ଭଲ ଲାଗିଥାଏ ନିଶ୍ଚୟ ଗୋଟେ ଲାଇକ୍ ଦେବେ। ରହୁଛି, ଜୟ ଜଗନ୍ନାଥ।